ତମେ କିଏ କହିଥିଲା ଉଠେଇବାକୁ? ସେ ପଢିଲା ପଢିଲା ତମେ ଉଠେଇବାକୁ କିଏ କହୁଛ? ଆପଣ ଆମ ପୁଅ ନା କଣ କହୁଛନ୍ତି? ହଁ ପୁଅ ହଉ କି ଝିଅ ହଉ ପୁଅ ତମେ ହେଇକି ଏମିତି ଉଠେଇବାକୁ କିଏ କଥାଟା କେମିତି କହୁଛ? କରୁଛନ୍ତି? ଶୁଣିଲେ ତ କୁଳାଙ୍ଗାର ପୁଅର କଟୁ କଥା। ଏବେ ମା କଣ କହୁଛି ଟିକେ ଶୁଣନ୍ତୁ। ପୁଅ କହିଥିଲା ମରିଯା ତୁ। କାହିଁକି କହିଲା ପୁଅ? କହୁଛି ତୁ କଞ୍ଚା ଆଣି ଆମ ଛୁଆ ଖାଇଯାଉଛି ଆମ ବଂଶ ଉଡ଼ିଗଲା। କୋଉ ପୁଅ କହିଲା? ସାନ କହିଲା ବଡ଼ କହିଲା। ସାନ ନାଁ କଣ? ସାନ ଆମର ବଡ଼ ନାଁ? ବଡ଼ ନା ବିଳାସ। ଏକଥା ଯିଏ ବି ଶୁଣିବ ତାର ରକ୍ତ ଗରମ ହୋଇଯିବ। ଫୋନ ଭିତରେ ପଶି ସେ ପୁଅକୁ ସାବାଡ଼ କରିବା ପାଇଁ ମନ ହେବ। ପୁଅ କହୁଛି ଯେ ମା ତ ରାସ୍ତାରେ ପଡ଼ିଥିଲା, ତାକୁ ଆଣିଲ କଣ ପାଇଁ? ମୁଁ ତମକୁ କହିଥିଲି କି ଆଣିବାକୁ? ହଁ ଆଜ୍ଞା, ମା ଯାହା ପାଖରେ ଅଛି ସେ ହେଉଛି ସବୁଠାରୁ ଭାଗ୍ୟବାନ। ହେଲେ ଆଜିର ଦୁନିଆରେ ମା ମାନେ ବହୁତ ଅତ୍ୟାଚାରିତ ହେଉଛନ୍ତି। ଯେଉଁ ମା 10 ମାସ 10 ଦିନ ଗର୍ଭରେ ରଖି ପୁଅକୁ ଜନ୍ମ ଦେଇଥିଲା, ସେଇ ମା ଆଜି ପୁଅର ପାଦ ତଳେ ଦଳି ହୋଇଯାଇଛି। ତମେ କିଏ କହିଥିଲା ଉଠେଇବାକୁ? ସେ ପଢିଲା ପଢିଲା ତମେ ଉଠେଇବାକୁ କିଏ କହୁଛ? ଆପଣ ଆମ ପୁଅ ନା କଣ କହୁଛନ୍ତି? ହଁ ପୁଅ ହଉ କି ଝିଅ ହଉ ପୁଅ ତମେ ହେଇକି ଏମିତି ଉଠେଇବାକୁ କିଏ କଥାଟା କେମିତି କହୁଛ? କରୁଛନ୍ତି? ଆଉ ମୁଁ ତ ରାଉରକେଲାରେ ଅଛି, ମୁଁ ଆଉ ଏମିତି ଯାଇକି ଏମିତି ଏଇଟା କେମିତି ଉଠେଇବି ଏମିତି ତାକୁ ନା? କେମିତି କେମିତି କଥା କହୁଛନ୍ତି? ସେ ପଢିଥିଲା ଏମିତି କଣ କଥାଟା କରୁଛନ୍ତି? ଆଉ ସେ ପଢିଥିଲା ସେ ତ ଘରେ ରହିବା ଲୋକ, ସିଆଡେ କେହି ଯାଇଥିଲା? ଆପଣ ପୁଅ ହେଇକି ଆପଣ ଯଦି ଜାଣିନାହାନ୍ତି ମା କୁଆଡେ ଯାଇଛି, ଆପଣ ପୁଣି କେମିତି କଣ କଥାଟା କରୁଛନ୍ତି? ଆମେ କେମିତି ଜାଣିବୁ? ଆଉ ଆମେ କଣ ଜଗି ବଇଛୁ ତମେ? ପୁଅ ହେଇଛ, ମା କୁଆଡେ ଯାଇଛି ଆପଣ ପଚାରୁଛନ୍ତି, ମତେ ଆରେ ପଚାରୁଛନ୍ତି ତମେ କିଏ? ତମର ଆମ ମା ପଢିଲା, ତମେ କିଏ ଉଠେଇବାକୁ? କଣ? ତମର କଣ ଦରକାର ଅଛି? ମାର ଅସହ୍ୟ ଯନ୍ତ୍ରଣା ଆଜି ପୁଅର ଆଖିକୁ ଦେଖାଯାଉ ନାହିଁ। ଯେଉଁ ଛାତିରୁ କ୍ଷୀର ପିଇ ହୃଷ୍ଟପୃଷ୍ଟ ହୋଇଥିଲା ପୁଅ, ସେଇ ପୁଅ ଆଜି ଦୁର୍ବଳ ମାକୁ ଛାଡ଼ି ଚାଲି ଯାଇଛି। ମାର କଷ୍ଟ ଆଜି କୁଳାଙ୍ଗାର ପୁଅ ଆଖିରେ ଦେଖାଯାଉ ନାହିଁ। ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଜପକୁଣ୍ଡ ଫାଣ୍ଡି ଧନୁପଡ଼ାରେ। ଟିକେ ହିଁ ମାକୁ ଦେଖନ୍ତୁ, ଚମ ପୁରା ଧୁଡ଼ୁ ଧୁଡ଼ୁ ହୋଇଗଲାଣି। ଭଲରେ କଥା କହିପାରୁନାହାନ୍ତି। ହେଲେ ପୁଅର ଅଭିଯୋଗ ପୁରା ଭଲରେ ଭଲରେ କହିଯାଉଛନ୍ତି। ସାନ ପୁଅ ବଡ଼ ପୁଅ ତାଙ୍କ ସହ ଯାହା ଯାହା କରିଛନ୍ତି ସବୁ କହିଦେଉଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ବୃଦ୍ଧା ମା ଜଣକ। ଏଭଳି ଅଭିଯୋଗକୁ ଶୁଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଚାଲି ଆସିବ। କାହିଁ ଆଜି ବିଲରେ ପଡୁଥିଲା? ପୁଅ କହିଥିଲା ମରିଯା ତୁ। କାହିଁକି କହିଲା ପୁଅ? କହୁଛି ତୁ କଞ୍ଚା ଆଣି ଆମ ଛୁଆ ଖାଇଯାଉଛି ଆମ ବଂଶ ଉଡ଼ିଗଲା। କୋଉ ପୁଅ କହିଲା? ସାନ କହିଲା ବଡ଼ କହିଲା। ସାନ ନାଁ କଣ? ସାନ ଆମର ବଡ଼ ନାଁ? ବଡ଼ ନା ବିଳାସ। ମା କୁଆଡ଼େ ଡାହାଣିଟା, ତାଙ୍କର ପୁରା ପରିବାରକୁ କୁଆଡ଼େ ମା ଖାଇ ଦେଇଛି। ଆଉ ସେଥିପାଇଁ ଦୁଇଟି ଯାକ ପୁଅ କେହି ମଧ୍ୟ ପଚାରିଲେ ନାହିଁ। ଘରେ ରଖି ଖାଲି ମାଡ଼ ଗାଳି ଦେଲେ। ଯେଉଁ ମା ପୁଅମାନଙ୍କର ଅଳି ଅଝଟ ସହିଥିଲା, ସେଇ ମାର ବୃଦ୍ଧ ସମୟକୁ କୋଉ ପୁଅ ବି ସହିପାରିଲା ନାହିଁ। ଯେଉଁଥିପାଇଁ ମା ଏବେ ଘର ଛାଡ଼ି ଚାଲି ଆସିଛନ୍ତି। କହୁଛନ୍ତି ଏଇ ରାସ୍ତାରେ ମରିଯିବି ପଛେ ଆଉ ଘରକୁ ଯିବି ନାହିଁ। ଏଇ ଯୋଉ ଚକକୁ ଆଉଥିଲି କେମିତି ପଇଲ ପାଣିରେ? ଆଉଥିଲି ହିର ଉଠିକି ଠେଙ୍ଗାଟା ଧରିକି ଉଠିକି ଆଉଥିଲି। ଏବେ କୋଉଠିକି ତମ ପୁଅ ମାନଙ୍କ କତିକି ଯିବ? ଆମେ ବ୍ୟବସ୍ଥା କରିବୁ। ଆଉ ଯିବିନି। କାହିଁକି ଯିବନି ପୁଅ କତିକି? ମାଉସୀ ବୃଦ୍ଧା ଆଶ୍ରମ ଯିବ? ହଁ ମୁଁ କୁଆଡ଼େ ପଳେଇବିନି। ଆଜି କହୁଥିଲେ ଏମାନେ କହିଲେ ଆମେ ଛାଡ଼ି ଯାଇଛନ୍ତି ଘରେ। କହିଲି ନା ଆଉ ଯିବିନି, ଆଇଛୁ ମରିବି ଏଇଠି। ସୂଚନା ମୁତାବିକ ବୃଦ୍ଧ ମାକୁ ପୁଅ ଆଣି ଧନୁପଡ଼ାରେ ଛାଡ଼ିଦେଇ ପଳାଇଥିଲା। ଯାହାପରେ ଉକ୍ତ ଅଞ୍ଚଳର ଯୁବକମାନେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୁଅକୁ ଫୋନ କରିବାରୁ ପୁଅ ଜଣକ ଅବାନ୍ତର ଯୁକ୍ତି କରିଥିଲା। ବାଜି ବେକାର କଥା କରୁଛ। ପୁଅ ହେଇଛ, ମା କୁଆଡେ ଯାଇଛି ଆପଣ ପଚାରୁଛନ୍ତି, ମତେ ଆରେ ପଚାରୁଛନ୍ତି ତମେ କିଏ? ତମର ଆମ ମା ପଢିଲା, ତମେ କିଏ ଉଠେଇବାକୁ? କଣ? ତମର କଣ ଦରକାର ଅଛି? ହଉ ମୁଁ ଏଇନା କଣ କରୁଛି ଦେଖ। ଆମର ଏଠି ଗୋଟେ ବୁଢୀ ଲୋକ, ସେ ପାଣିରେ ପଡ଼ିଥିଲେ। ଦୀର୍ଘ ସମୟ ଧରି ପାଣିରେ ପଡ଼ି ସାରିଲା ପରେ ଜଣେ ଲୋକ ତାକୁ ଦେଖି ଉଠେଇ ଆଣିବା ପରେ ପାଖରେ ନିମ୍ବବଣ ମଠରେ ରଖିଲେ। ତାପରେ ଆମ ଗ୍ରାମର ସେ କ୍ରେଜି ଗ୍ରୁପର ମେମ୍ବର ଅଛନ୍ତି, ଆମର ସାନ ଭାଇ ଏବେ ଉଦିତ ନାରାୟଣ ସ୍ୱାଇଁ, ସେ ଆସି ତାଙ୍କୁ ଦେଖିଲା ପରେ ତାଙ୍କୁ ସେବା ଶୁଶ୍ରୂଷା କରି ତାଙ୍କୁ କିଛି ଖାଦ୍ୟ ପାନୀୟ ଦେଲା ପରେ ସେ ମୋତେ ଫୋନ କଲେ ଭାଇ ଆଉ ଏମିତି ସେ ବୁଢୀ ଲୋକ ଜଣେ ପଡ଼ିଛି, ଆମେ ତାକୁ ଏଠି ରଖିଛୁ। ତାଙ୍କ ପୁଅକୁ ଫୋନ କଲା ପରେ ତା ପୁଅ ବହୁତ ମିସବିହେଭ କଲା, ବହୁତ ଦୁଃଖଜନକ ବିଷୟ। ଇଏ ପଚାରିଲା, ସାର୍ ଆପଣଙ୍କ ପୁଅ, ଆପଣ ପୁଅ ହେଇଛନ୍ତି, ସେ ମା ହେଇଛନ୍ତି, ଆପଣ ମା ଏଠି ପଡ଼ିଛନ୍ତି, କ'ଣ କରାଯିବ? ନା ତମେ କାହିଁ ମାଆକୁ ଉଠୁଥିଲ, ମାଆକୁ ସେଠି ଫୋପାଡ଼ି ଦିଅ।
ସେପଟେ ଆଇଆଇସି ଏକଥା ଜାଣିଲା ପରେ ପୁଅ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସାଲେପୁରରୁ ଅମିୟ ରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।